ଡୁଙ୍ଗୁରିପାଲି ସାହିତ୍ୟ ଓ ସଂସ୍କୃତି ସଂସଦ ପକ୍ଷରୁ ମକର ମିଳନ ମହୋତ୍ସବ। ଡୁଙ୍ଗୁରିପାଲି ଆର୍ଏମ୍ସି ପରିସରରେ ସାହିତ୍ୟ ଓ ସଂସ୍କୃତି ସଂସଦ ପକ୍ଷରୁ ମକର ମିଳନ କାର୍ଯ୍ୟକ୍ରମ ଆଜି ଦିନ 11ଟାରୁ 3ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମା ସରସ୍ୱତୀ ଏବଂ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଫଟୋଚିତ୍ର ଉପରେ ପୂଜାର୍ଚ୍ଚନା କରି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଡୁଙ୍ଗୁରିପାଲିର ଛାତ୍ରୀମାନେ ଅତି ସୁନ୍ଦର ସ୍ୱାଗତ ଭଜନ ଗାଇଥିଲେ। ତାପରେ କବିମାନେ ତାଙ୍କର କବିତା ପଠନ କରିଥିଲେ। ପ୍ରାୟ 50ରୁ ଅଧିକ କବି ଆସି କବିତା ପଠନ କରିଥିଲେ। ତାପରେ ଅତିଥିମାନେ ମଞ୍ଚାସୀନ ହୋଇ ସାହିତ୍ୟ ଓ ସଂସ୍କୃତି ସଂସଦ ପକ୍ଷରୁ ନୂତନ ଭାବରେ ପ୍ରକାଶିତ ପ୍ରୟାସ ନାମକ ପୁସ୍ତକକୁ ଉନ୍ମୋଚନ କରିଥିଲେ। ତାପରେ ଅତିଥିମାନେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ବିଶିଷ୍ଟ ସାହିତ୍ୟିକ, କବି, ଶିକ୍ଷାବିତ୍ ବନବାସ ମେହେର, ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ପ୍ରଧାନ, ଅବସରପ୍ରାପ୍ତ ଅଧ୍ୟାପକ, ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝର, ସାହିତ୍ୟ ଓ ସଂସଦର ସଭାପତି ଡାକ୍ତର ସୁବାସ ପାତ୍ର, ସମ୍ପାଦକ ଅମୂଲ୍ୟ ବେହେରା, ଡୁଙ୍ଗୁରିପାଲି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ସାମନ୍ତ ଚନ୍ଦ୍ର ସାହୁ ମଞ୍ଚାସୀନ ଥିଲେ। ଶେଷରେ ସମସ୍ତ କବିତା ପାଠ କରିଥିବା କବିମାନଙ୍କୁ ସାର୍ଟିଫିକେଟ୍ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା।